ସବୁଠାରୁ ଅଧିକ ରାଗି ସ୍ୱଭାବର ହୋଇଥାନ୍ତି ଏହି ତିନୋଟି ନାମର ଝିଅମାନେ। ନାମରୁ ହିଁ ଲୋକଙ୍କ ଜୀବନଶୈଳୀ ବିଭିନ୍ନ ପ୍ରକାର ହୋଇଥାଏ। ସେହିପରି ପ୍ରତ୍ୟେକ ଲୋକଙ୍କ ଜୀବନରେ ନାମର ମଧ୍ୟ ଅଧିକ ମହତ୍ତ୍ୱ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ମନୁଷ୍ୟର ନାମର ପ୍ରଥମ ଅକ୍ଷର ଯୋଗୁଁ ମନୁଷ୍ୟ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ହିଁ ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ ଚାଲିଚଳନ ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ଆପଣଙ୍କୁ ତିନୋଟି ଅକ୍ଷର ବିଶିଷ୍ଟ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସର୍ବଦା ଛୋଟ ଛୋଟ କଥାରେ କ୍ରୋଧିତ ହୋଇଯାଆନ୍ତି। ଆସନ୍ତୁ ସେହି ଝିଅମାନଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା। ପ୍ରଥମ ଅକ୍ଷରଟି ହେଉଛି ଏନ୍। ଏହି ଅକ୍ଷର ବିଶିଷ୍ଟ ଝିଅମାନେ ବହୁତ ସୁନ୍ଦର ହେବା ସହିତ ଗୁଣବତୀ ମଧ୍ୟ ହୋଇଥାନ୍ତି, କିନ୍ତୁ ଏମାନେ ସାମାନ୍ୟ କଥାରେ କ୍ରୋଧିତ ହୋଇଯାଇଥାନ୍ତି। ଏହାପରେ ଶାନ୍ତ ହେବା ପାଇଁ ଏମାନଙ୍କୁ ବହୁତ ସମୟ ଲାଗିଥାଏ। ତେଣୁ ଏଭଳି ଝିଅମାନଙ୍କୁ ଅଧିକ କ୍ରୋଧିତ କରିବା ଉଚିତ ନୁହେଁ। ଦ୍ୱିତୀୟ ଅକ୍ଷରଟି ହେଉଛି ଏସ୍। ଏହି ନାମର ଝିଅମାନେ ଦେଖିବାକୁ ଖୁବ୍ ଆକର୍ଷଣୀୟ ହୋଇଥାନ୍ତି। ଏହା ସହିତ ସ୍ୱଭାବରେ ଉତ୍ତମ ହୋଇଥାନ୍ତି। ଏମାନେ କେବେ ମଧ୍ୟ କାହା ସହିତ ବିଶ୍ୱାସଘାତକତା କରନ୍ତି ନାହିଁ, କାରଣ ଏମାନେ ବହୁତ ସଚ୍ଚୋଟ ହୋଇଥାନ୍ତି। ଯେଉଁମାନେ ଏହି ନାମର ଝିଅମାନଙ୍କ ସହିତ ଶତ୍ରୁତା କରିଥାନ୍ତି, ସେମାନଙ୍କୁ ଏହାର ପରିଣାମ ଭୋଗ କରିବାକୁ ପଡ଼ିଥାଏ। ତୃତୀୟ ଅକ୍ଷରଟି ହେଉଛି ଏମ୍। ଏହି ଅକ୍ଷର ବିଶିଷ୍ଟ ଝିଅମାନେ ସ୍ୱଭାବରେ ଉତ୍ତମ ହୋଇଥାନ୍ତି ଏବଂ ଖୁବ୍ ଅଳ୍ପ ସମୟ ମଧ୍ୟରେ ଏମାନେ କ୍ରୋଧିତ ହୋଇଯାଆନ୍ତି। ଏମାନେ ଥରେ ରାଗିଗଲେ ଏମାନଙ୍କୁ ଶାନ୍ତ କରିବା ବହୁତ କଠିନ ହୋଇଥାଏ ଏବଂ ସେହି ସମୟରେ ଏମାନେ କାହା କଥା ଶୁଣନ୍ତି ନାହିଁ। ଏହା ସହିତ ଏମାନେ ଯେତେବେଳେ ଏକା ରହିଥାନ୍ତି ସେତେବେଳେ ଅଧିକ କ୍ରୋଧିତ କରିଥାନ୍ତି। ତେଣୁ କେବେ ବି ଏମାନଙ୍କୁ ରଗାନ୍ତୁ ନାହିଁ। ଦର୍ଶକ ବନ୍ଧୁ, ଆମ ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିଲେ ନିଶ୍ଚିନ୍ତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଧନ୍ୟବାଦ।